ଜୀବନରେ ଅନେକ ସମୟରେ ଏତେ ବାଧାବିଘ୍ନ ଆସେ, ଏତେ ମାନସିକ ଯନ୍ତ୍ରଣା ଆସେ, ଏତେ ଶାରୀରିକ କଷ୍ଟ ଆସେ, ଏତେ ଆର୍ଥିକ ପରିସ୍ଥିତି ମଣିଷକୁ ହଲେଇ ଦିଏ, ସେ କିଛି କୂଳ କିନାରା ପାଏନି। ଆଉ ନିଜକୁ ପ୍ରଶ୍ନ କରି ବସେ, କାହିଁକି କାହିଁକି ଏତେ କଷ୍ଟ, କାହିଁକି ଏ ଯନ୍ତ୍ରଣା? କିନ୍ତୁ ସେ ଉତ୍ତର ପାଏନି। ଆଉ ଯେତେବେଳେ ସେ ଉତ୍ତର ପାଏନି, ଶେଷ ଭରସା ସେଇ ପରମାତ୍ମା ହିଁ ହୋଇ ଉଠନ୍ତି। ସେ ସେଇ ପରମଙ୍କ ପାଖରେ ନିଜର ଅବ୍ୟକ୍ତ ବେଦନାକୁ ବାଢ଼ି ଦିଏ। ତା ଫଳରେ ସେ କିଛି ମାତ୍ରାରେ ଆଶ୍ୱସ୍ତ ହୁଏ, ଆଲୋକିତ ହୁଏ, ଆଉ ଆତ୍ମସମ୍ବରଣ କରିପାରେ, ନିଜକୁ ସମ୍ଭାଳି ନେବାରେ ସକ୍ଷମ ହୁଏ। ସେମିତି ଏକ ସୁନ୍ଦର କ୍ଷମା ପ୍ରାର୍ଥନା ନେଇ ଆଜି ମୁଁ ଆପଣଙ୍କ ପାଖରେ ଉପସ୍ଥିତ। ଚାଲନ୍ତୁ ମିଶିକି କରିବା ଆଉ ନିଜ ମନରେ ଥିବା ସମସ୍ତ ହଳାହଳକୁ କାଢ଼ି ଫୋପାଡ଼ି ଦେବା। ଚାଲନ୍ତୁ ଆରମ୍ଭ କରିବା। ଆଖି ବନ୍ଦ କରନ୍ତୁ, ଅଣ୍ଟା ସିଧା କରନ୍ତୁ ଆଉ ଧୀରେ ଧୀରେ ନିଶ୍ୱାସ ନିଅନ୍ତୁ। ଖୁବ୍ ଧୀରେ, ଖୁବ୍ ସନ୍ତର୍ପଣରେ, ଏବଂ ନିଜ ହୃଦୟ ଉପରେ ନିଜ ହାତ ରଖନ୍ତୁ। ଆଜି ଆଉ କୌଣସି ଅଭିନୟ ନାହିଁ, କୌଣସି ଛଳନା ନାହିଁ, କୌଣସି ମୁହଁସଜ୍ଜା ନାହିଁ। ଆଜି ଆମେ ନିଜ ଆତ୍ମା ସହିତ ଆତ୍ମା ସାମ୍ନାରେ ସତ୍ୟ ହୋଇ ଠିଆ ହେବା। ଯାହା କରିବାକୁ ଆମର କେବେ ସାହସ ହୋଇନଥିଲା, ତାହା ହିଁ କରିବା। ଆଉ ପରମାତ୍ମାଙ୍କୁ ଡାକିବା, ହେ ପରମାତ୍ମା, ଯଦି ମୁଁ ଜାଣିଶୁଣି କିମ୍ବା ଅଜାଣତରେ କାହାର ହୃଦୟକୁ କଷ୍ଟ ଦେଇଥାଏ, ମୋ କଥାରେ, ମୋ ବ୍ୟବହାରରେ, ମୋ ରାଗରେ, ମୋ ଅବହେଳାରେ, ତେବେ ଆଜି ମୁଁ ହୃଦୟର ଗଭୀରତାରୁ କ୍ଷମା ମାଗୁଛି। ହୁଏତ ମୋର କିଛି କଥା କାହାର ହସ କାଢ଼ି ନେଇଥିଲା, ହୁଏତ ମୋ ନୀରବତା କାହା ହୃଦୟକୁ ଭାଙ୍ଗି ଦେଇଥିଲା, ହୁଏତ ମୋ ଅହଙ୍କାର କାହାର ଦୁଃଖର କାରଣ ହୋଇଥିଲା, ଲୁହର କାରଣ ହୋଇଥିଲା। ହେ ପ୍ରଭୁ, ମୁଁ ସବୁକିଛି ପାଇଁ କ୍ଷମା ଚାହୁଁଛି। ମୋ ମାଙ୍କ ପାଖରୁ ଯେତେବେଳେ ତାଙ୍କ ପ୍ରେମକୁ ସାଧାରଣ ଭାବେ ମୁଁ ଅବହେଳା କରିଥିଲି, ମୋର ଅତି ପ୍ରିୟତମ, ଅତି ନିଜର, ଅତି ଆପଣାର ମୋ ବୋଉ, ଯେତେବେଳେ ମୁଁ ତାକୁ ନିହାତି ସାଧାରଣ ଭାବିକି ତା କଥାକୁ ଅବହେଳା କରିଥିଲି, ଅବଜ୍ଞା କରିଥିଲି, ତା ପାଖରେ, ତାହାରି ପାଖରୁ କ୍ଷମା ଚାହୁଁଛି। ବୋଉ ମୋତେ କ୍ଷମା କରିଦେ। ଅଲିଅଳି ଝିଅ ତୋର କେବେ ଅତି ଆଦରର ଗେହ୍ଲାର ଫଳସ୍ୱରୂପ ଯଦି ତୋତେ ମୁଁ ଅବହେଳା ପୂର୍ବକ, ଅବଜ୍ଞା ପୂର୍ବକ କଥା କହିଛି, ମୋତେ ତୁ କ୍ଷମା କରିଦେ। ବାବା, ମୋତେ କ୍ଷମା କରିଦିଅନ୍ତୁ। ଆପଣଙ୍କ ତ୍ୟାଗକୁ ମୁଁ ବୁଝିପାରିନଥିଲି, ସବୁ ଜିନିଷକୁ ଅତି ହାଲୁକା ଭାବରେ ଗ୍ରହଣ କରିଥିଲି। ମୁଁ ଜାଣିଥିଲି ଆପଣ ମୋତେ ବହୁତ ଭଲ ପାଆନ୍ତି, ନିଜ ଜୀବନଠାରୁ ଅଧିକା। ଦୁନିଆର ଯେତେ ଖୁସି ଆପଣ ମୋତେ ସବୁ ଦେଇଛନ୍ତି, ତଥାପି ଜାଣତରୁ କି ଅଜାଣତରୁ କେବେ କେବେ ଯଦି ପଦେ କେବେ କହିଦେଇଛି, ଆପଣଙ୍କ ମନ ଭାଙ୍ଗି ଦେଇଛି, ମୋତେ ଆପଣ କ୍ଷମା କରିଦିଅନ୍ତୁ। ଦୟାକରି ମୋତେ ଆପଣ କ୍ଷମା କରିଦିଅନ୍ତୁ। ମୋ ପରିବାର ପାଖରୁ, ମୋ ସାଙ୍ଗମାନଙ୍କ ପାଖରୁ, ସେ ସମସ୍ତ ଲୋକଙ୍କ ପାଖରୁ ଯେଉଁମାନେ ମୋତେ ନିର୍ମଳ ହୃଦୟରେ ଭଲ ପାଇଥିଲେ, କିନ୍ତୁ ମୁଁ ସେ ପ୍ରେମର ମୂଲ୍ୟ ବୁଝିପାରିନଥିଲି। ମୁଁ ଆଜି ସେଇମାନଙ୍କ ସାମ୍ନାରେ ମୁଣ୍ଡ ନୁଆଇଁ ମଥା ନତ କରି କ୍ଷମା ମାଗୁଛି। ତାଙ୍କ ପାଖରେ ମୁଣ୍ଡ ନୁଆଇଁ ଠିଆ ହେଉଛି। ହେ ବ୍ରହ୍ମାଣ୍ଡ, ଯଦି ମୋ ପାଇଁ କେହି ରାତ୍ରିରେ କାନ୍ଦିଥାଏ, ଯଦି ମୋ କାରଣରେ କେହି ଭିତରୁ ଭାଙ୍ଗି ଯାଇଥାଏ, ତେବେ ଆଜି ସେମାନଙ୍କ ହୃଦୟକୁ ଶାନ୍ତି ଦିଅ, ସେମାନଙ୍କ ଯନ୍ତ୍ରଣାକୁ ପ୍ରେମରେ ପରିଣତ କରିଦିଅ। ମୁଁ ଦୁଃଖିତ। I am sorry. Really I am sorry. I am extremely sorry. Please forgive me. ମୋତେ କ୍ଷମା କରିଦିଅ, ମୋତେ କ୍ଷମା କରିଦିଅ, ସତରେ ମୋତେ କ୍ଷମା କରିଦିଅ। ମୁଁ ଜାଣିଛି ତୁମେ ମୋତେ କ୍ଷମା କରିଦେବ, ମୁଁ ଜାଣିଛି ତୁମେ ମୋତେ କ୍ଷମା କରିଦେବ।
थैंक यू सो मच। ଅଶେଷ ଅଶେଷ ଧନ୍ୟବାଦ। ତୁମେ ମୋତେ କ୍ଷମା କରିଦେଇଛ। ଆଇ ଲଭ୍ ୟୁ, ଆଇ ଲଭ୍ ୟୁ, ଆଇ ଲଭ୍ ୟୁ ସୋ ମଚ୍। ଏହି ଶବ୍ଦ ଗୁଡ଼ିକ କେବଳ ଶବ୍ଦ ନୁହେଁ, ଆଜି ଏହା ମୋ ଆତ୍ମାର ଆର୍ତ୍ତନାଦ। ଏବଂ ହେ ପ୍ରଭୁ, ଆଜି ମୁଁ ନିଜକୁ ମଧ୍ୟ କ୍ଷମା କରୁଛି ସେହି ସମସ୍ତ ରାତ୍ରି ପାଇଁ ଯେତେବେଳେ ମୁଁ ନିଜକୁ ଦୋଷ ଦେଇ କାନ୍ଦିଥିଲି, ସେହି ସମସ୍ତ ଦିନ ପାଇଁ ଯେତେବେଳେ ମୁଁ ନିଜକୁ ଅମୂଲ୍ୟ ବୋଲି ଭାବିପାରିନଥିଲି, ନିଜକୁ ମୁଁ ସମ୍ମାନ ଦେଇ ଶିଖିନଥିଲି, ନିଜର ମୂଲ୍ୟ ମୁଁ ବୁଝିନଥିଲି। ଆଜି ମୁଁ ମୋ ଭିତରର ସମସ୍ତ ଭାରକୁ ଛାଡ଼ି ଦେଉଛି, ସମସ୍ତ ଅଭିମାନ, ସମସ୍ତ ଦୁଃଖ, ସମସ୍ତ ଅପରାଧ ବୋଧ। କାରଣ ମୁଁ ଆଉ ଭାଙ୍ଗି ପଡ଼ି ରହିବାକୁ ଚାହେଁନି, ମୁଁ ଆଉ ଭାଙ୍ଗିବାକୁ ଚାହେଁନି, ମୁଁ ଆଉ ଦୁର୍ବଳ ହେବାକୁ ଚାହେଁନି। ମୁଁ ମୁକ୍ତ ହେବାକୁ ଚାହେଁ। ମୁଁ ଚାହେଁ ମୁକ୍ତି, ଶାନ୍ତିରେ ବଞ୍ଚିବାକୁ ଚାହେଁ, ପ୍ରେମରେ ବଞ୍ଚିବାକୁ ଚାହେଁ। ହେ ପରମେଶ୍ୱର, ମୋ ହୃଦୟକୁ ଏତେ ସୁନ୍ଦର କରିଦିଅ ଯେ ମୋ କଥାରେ କେହି ଆଉ କଷ୍ଟ ନ ପାଆନ୍ତୁ, କାହାକୁ ମୋ କଥା ଆଉ ବାଧା ନ ଦେଉ, କଷ୍ଟ ନ ଦେଉ। ମୋ ବ୍ୟବହାରରେ କେହି ଆଉ ଭାଙ୍ଗି ନ ପଡ଼ନ୍ତୁ। ମୋତେ ଏମିତି ପ୍ରେମ ଦିଅ ଯାହା ସମସ୍ତଙ୍କୁ ମୁକ୍ତ କରିବାରେ, ବନ୍ଧନ ମୁକ୍ତ ହେବାରେ, ଆଲୋକିତ ହେବାରେ ସାହାଯ୍ୟ କରିବ। ଏମିତି ଶବ୍ଦ ଦିଅ ଯାହା ଆଶା ଦେବ, ଆଶ୍ୱାସନା ଦେବ। ଏମିତି ହୃଦୟ ଦିଅ ଯାହା ସବୁକିଛିକୁ କ୍ଷମା କରିପାରିବ। ଆଜି ଏହି ମୁହୂର୍ତ୍ତରେ ମୁଁ ସବୁକିଛି ଛାଡ଼ି ଦେଉଛି ଏବଂ ନିଜ ହୃଦୟକୁ କହୁଛି, ହେ ପରମେଶ୍ୱର, ମୋ ହୃଦୟକୁ ଏତେ ସୁନ୍ଦର କରିଦିଅ। ଆଉ ମୁଁ ଅଧିକା କିଛି ଚାହୁଁନି, ଆଉ ଅଧିକା କିଛି ଚାହୁଁନି। ମୁଁ ନିଜକୁ ନିଜେ ଚାହୁଁଛି, କ'ଣ ଚାହୁଁଛି? ଆଉ ମୋ ହୃଦୟକୁ ମୁଁ କହୁଛି, ମୁଁ ଏବେ ଶାନ୍ତ, ମୁଁ ଏବେ ମୁକ୍ତ, ମୁଁ ଏବେ ପ୍ରେମରେ ପରିପୂର୍ଣ୍ଣ। ହେ ପରମାତ୍ମା, ଆଜିର ଏହି ସୁନ୍ଦର ସମୟ ପାଇଁ ମୋ ହୃଦୟର ଗଭୀରତମ ପ୍ରଦେଶରୁ ତୁମକୁ ଧନ୍ୟବାଦ ଜଣାଉଛି। ଆଜି ଯେଉଁ ଶାନ୍ତି ମିଳିଲା, ଆଜି ଯେଉଁ ହିଲିଂ ଅନୁଭବ ହେଲା, ଆଜି ଯେଉଁ ଆଲୋକ ମୋ ହୃଦୟକୁ ସ୍ପର୍ଶ କଲା, ସେହି ସବୁ ପାଇଁ ମୁଁ ଅସୀମ କୃତଜ୍ଞତା ଜଣାଉଛି। ହେ ପ୍ରଭୁ, ଆଜି ଯେଉଁ ଲୁହ ଝରିଲା, ସେଗୁଡ଼ିକୁ ଆଶୀର୍ବାଦରେ ପରିଣତ କରିଦିଅ। ଯେଉଁ ଯନ୍ତ୍ରଣା ମନରେ ଥିଲା, ତାହାକୁ ଶାନ୍ତିରେ ପରିବର୍ତ୍ତନ କରିଦିଅ। ଆଉ ଯେଉଁମାନେ ମୋ ସହିତ ଅଛନ୍ତି, ସେମାନଙ୍କ ଜୀବନରେ ପ୍ରେମ ରହୁ, ମନରେ ସାହସ ରହୁ, ଘରେ ସୁଖ ରହୁ, ହୃଦୟରେ ଆଲୋକ ରହୁ। ଆଜି ଯାହା ଭଲ ଏନର୍ଜି ମୁଁ ସୃଷ୍ଟି କଲି, ସେଇ ଡିଭାଇନ୍ ଭାଇବ୍ରେସନ୍ ଆମ ସହିତ ରହୁ, ମୋ ସହିତ ରହୁ। ମୋ ଚିନ୍ତାଧାରାକୁ ପବିତ୍ର କରୁ, ମୋ ଜୀବନକୁ ସୁନ୍ଦର କରୁ। ହେ ବ୍ରହ୍ମାଣ୍ଡ, ମୋତେ ଏମିତି ଶକ୍ତି ଦିଅ ଯେ ମୁଁ ଖୁସି ରହିବା ସହିତ ଅନ୍ୟମାନଙ୍କ ଜୀବନରେ ମଧ୍ୟ ଖୁସିର କାରଣ ହୋଇପାରିବି। ଧନ୍ୟବାଦ ପ୍ରଭୁ, ଧନ୍ୟବାଦ ଜୀବନ, ଧନ୍ୟବାଦ ଏହି ପବିତ୍ର ମିଳନ ପାଇଁ। ସମସ୍ତଙ୍କ ଜୀବନରେ ଶାନ୍ତି ରହୁ, ସମସ୍ତଙ୍କ ହୃଦୟରେ ପ୍ରେମ ରହୁ, ସମସ୍ତଙ୍କ ପଥ ଆଲୋକିତ ହେଉ। ଓମ୍ ଶାନ୍ତି, ଶାନ୍ତି, ଶାନ୍ତି।